କରିଛନ୍ତି ବହି ଛପେଇବାରେ ଷଡ଼ଯନ୍ତ୍ର ହେଇଛି। ଏ କଥାକୁ ବିରୋଧୀ ଦଳ ବାରମ୍ବାର ଉଠେଇଛନ୍ତି ଯେ ଆ ପଛରେ ଗୋଟେ ଜଘନ୍ୟ ଷଡ଼ଯନ୍ତ୍ର ଅଛି। ଓଡ଼ିଆ अस्मिता ଉପରେ କୁଠାରଘାତ ହଉଛି, ତାକୁ ଏ ସରକାର କରିଛନ୍ତି। ଯାହା ହଉ ଶେଷରେ ମାନ୍ୟବର ମୁଖ୍ୟମନ୍ତ୍ରୀ ସେଥିରେ ସହମତି ପ୍ରକାଶ କଲେ। ଏହା ବିରୁଦ୍ଧରେ ଷଡ଼ଯନ୍ତ୍ର ହେଇଛି ବହି ଛପେଇବାରେ। ସେ ଷଡ଼ଯନ୍ତ୍ର କାହା ବିରୁଦ୍ଧରେ? ସେ ଷଡ଼ଯନ୍ତ୍ର ସରକାରଙ୍କ ବିରୁଦ୍ଧରେ ନା ସରକାରଙ୍କର ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ? ଯଦି ଷଡ଼ଯନ୍ତ୍ର ହେଇଛି କାହିଁକି ହେଇଛି? ସେ ଷଡ଼ଯନ୍ତ୍ର ଉଦ୍ଦେଶ୍ୟ କ'ଣ ଥିଲା? ସେ ଷଡ଼ଯନ୍ତ୍ର କରିଥିବା ବ୍ୟକ୍ତିମାନଙ୍କୁ କେମିତି ଆପଣ ଧରିଲେ ବା ଏ କଥାରେ କେମିତି ଉପନୀତ ହେଲେ ଷଡ଼ଯନ୍ତ୍ର ହେଇଛି? ଏବଂ ଯେଉଁମାନେ ଷଡ଼ଯନ୍ତ୍ର କରିଛନ୍ତି ସେମାନେ କୋଉ ଦଳର? ସେ ଭାରତୀୟ ଜନତା ପାର୍ଟିର ନା ଆଉ କିଏ? ସିଏ ଯୋଉ ଅଫିସର ମାନଙ୍କୁ ନେଇକି କରିଥିବେ କି ଯୋଉ ସମ୍ପାଦନ ମଣ୍ଡଳୀ ହୁଅନ୍ତୁ ବା ଯୋଉମାନେ ସବୁ ବହି ଲେଖୁଥିଲେ ସେଇମାନଙ୍କ ଭିତରେ କିଏ ଶିଖି ମନେଇ ଅଛି? ଏମିତି ଶହ ଶହ ପ୍ରଶ୍ନ ବର୍ତ୍ତମାନ ଓଡ଼ିଶାବାସୀଙ୍କ ମନ ଆଗରେ ଛିଡ଼ା ହେଇଗଲାଣି। ଯୋଉ କଥା ସନ୍ଦେହ କରୁଥିଲେ ଯେ ଏହା ପଛରେ ଗୋଟେ ଗଭୀର ଷଡ଼ଯନ୍ତ୍ର ଅଛି ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଯେତେବେଳେ ସ୍ୱୀକାର କରିସାରିଲେଣି ଷଡ଼ଯନ୍ତ୍ର ଅଛି, ସେ ଷଡ଼ଯନ୍ତ୍ରକାରୀ କିଏ, କାହା ବିରୁଦ୍ଧରେ ହେଇଥିଲା, କ'ଣ ପାଇଁ ହେଇଥିଲା, କିଏ କିଏ କରିଥିଲେ, ଯଦି କରିଥିଲେ ତାହେଲେ ତାଙ୍କୁ କୋଉ ଭଳିଆ ଶାସ୍ତି ଦିଆଯିବ, ଏ ସମସ୍ତ କଥାର ଖୁଲାସା କରିବେ କି? ଯୋଉ କଥା ମୁଖ୍ୟମନ୍ତ୍ରୀ ଉଠେଇଛନ୍ତି ସେ କଥାକୁ ଖୋଲି କରି ଓଡ଼ିଶାବାସୀଙ୍କ ଆଗରେ ପ୍ରକାଶ କରନ୍ତୁ। ସେଇମାନେ କିଏ? ଆପଣଙ୍କ ଦଳର ଅନ୍ତକନ୍ଦଳର ପରିଣାମ ନୁହେଁ ତ? ଯଦି ଷଡ଼ଯନ୍ତ୍ର କରିଥିବେ ଜଣେ ସରକାର ଅଛନ୍ତି କରିବେ। ସରକାରରେ ଯୋଉମାନେ ଅଛନ୍ତି, ସରକାରୀ ଦଳରେ ଯୋଉମାନେ ଅଛନ୍ତି, ସେଇ ସରକାରୀ ଦଳର ଲୋକମାନଙ୍କୁ ଆପଣ ବାଛିଛନ୍ତି, ଯୋଉମାନେ ବିଶେଷ ପାଠ ଜାଣିନାହାନ୍ତି କିନ୍ତୁ ଗେରୁଆ ବାହିନୀ ବୋଲିକି ତାଙ୍କୁ ବାଛିଛନ୍ତି। ସେଇମାନଙ୍କୁ କିଏ ଲଗେଇକି ଷଡ଼ଯନ୍ତ୍ର କରି କାହାକୁ ବଦନାମ କଲେ ଆପଣ ସେ କଥା ସାରା ଓଡ଼ିଶାବାସୀଙ୍କ ଆଗରେ ଖୋଲି କରି ତଥ୍ୟ ରଖନ୍ତୁ ଏବଂ ଯୋଉ କଠୋର କାର୍ଯ୍ୟାନୁଷ୍ଠାନ ନେବା କଥା ନିଅନ୍ତୁ। ଯଦି ଦଳୀୟ ଚାପରେ ଏହାକୁ ଚାପି ଦିଆଯିବ ତାହେଲେ ଆପଣ ବି ଦଳ ବଡ଼, ଓଡ଼ିଶାବାସୀ ପଛେ, ଓଡ଼ିଶାବାସୀଙ୍କର ସ୍ୱାର୍ଥ ବହୁତ ପଛରେ। 40-50 ଲକ୍ଷ ପିଲାଙ୍କର ଭାଗ୍ୟ ଅନ୍ଧାରରେ ଏ କଥା ଆମେ ଧରିବୁ। ଆଉ ଗୋଟେ ପ୍ରସଙ୍ଗ ହଉଛି ଯେ ବିଧାନସଭାର କମିଟି 3 ମାସ ହେଲା ଗଠନ ହେଲାନି। ବିଜେଡି ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କଲା, ବିଧାୟକଙ୍କ ଅଧିକାର ପୂର୍ଣ୍ଣ ହେଲା। କମିଟି ଗଠନ ହେଇଥିଲେ ବିଭିନ୍ନ କମିଟି ବିଭିନ୍ନ ସୁପାରିଶ କରିଥାନ୍ତେ।